ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ପ୍ରେଜ୍ ଦ ଲର୍ଡ, ଯୀଶୁ ଶାନ୍ତି ମାରନାଥା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଦେଖିଥିବେ ମଣ୍ଡଳୀକୁ ଏହି ପ୍ରକାର ଲୋକମାନେ ଦୁଇ ଭାଗ କରୁଛନ୍ତି। କେଉଁ ପ୍ରକାର ଲୋକମାନେ ଦୁଇ ଭାଗ କରୁଛନ୍ତି ଆପଣମାନେ ଜାଣନ୍ତି କି? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଣିଥିବେ, ଶୁଣି ମଧ୍ୟ ଥିବେ, ଦେଖି ମଧ୍ୟ ଥିବେ। କାରଣ ବର୍ତ୍ତମାନ ସମୟରେ ଅନେକ ଜାଗାରେ ଅନେକ ସମୟରେ ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି। ତାହା କେଉଁମାନେ ଦୁଇ ଭାଗ କରୁଛନ୍ତି ଏବଂ କେଉଁ ଲୋକମାନେ ଦୁଇ ଭାଗ ହେଉଛନ୍ତି, ଏହି ବିଷୟରେ ପ୍ରଥମ ପଏଣ୍ଟ ବା ପ୍ରଥମ ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ଏବଂ ବାଇବଲରେ ଲେଖାଯାଇଥିବା କେତୋଟି ପଦପର୍ବ ମଧ୍ୟ ଆମ୍ଭେମାନେ ଦେଖିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ସଠିକ୍ ଭାବରେ ଶୁଣନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ। କାରଣ ବର୍ତ୍ତମାନ ସମୟରେ ଅନେକ ଜାଗାରେ ଅନେକ ସମୟରେ ଲୋକମାନଙ୍କୁ ଭ୍ରାନ୍ତ କରୁଛନ୍ତି, ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି। ପ୍ରଥମ ପଏଣ୍ଟ ହେଲା ବା ପ୍ରଥମ ବିଷୟ ହେଲା, ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଥମ ପାଷ୍ଟର ମାନଙ୍କର ମଧ୍ୟ ଭୁଲ ଅଛି। ଅଳ୍ପ କେତୋଟି ପାଷ୍ଟର ମାନଙ୍କର ମଧ୍ୟ ଭୁଲ ଅଛି। ଏବଂ ଦ୍ୱିତୀୟ ବିଷୟ ହେଲା, ଲୋକମାନଙ୍କର ମଧ୍ୟ ଭୁଲ ଅଛି। ବିଶ୍ୱାସୀ ବିଶ୍ୱାସିନୀ ଅର୍ଥାତ୍ ମଣ୍ଡଳୀର ପ୍ରିୟ ଖ୍ରୀଷ୍ଟୀୟ ବିଶ୍ୱାସୀ ବିଶ୍ୱାସିନୀ ମାନଙ୍କର ମଧ୍ୟ ଭୁଲ ଅଛି। କେମିତି ତାହା ମଧ୍ୟ ଜାଣିବା ନିମନ୍ତେ ଯିବା। କାହିଁକି ପାଷ୍ଟର ମାନଙ୍କର ମଧ୍ୟ ଭୁଲ ଅଛି ଏବଂ କାହିଁକି ଲୋକମାନଙ୍କର ମଧ୍ୟ ଭୁଲ ଅଛି, ଏହି ବିଷୟରେ ମଧ୍ୟ ଜାଣିବା ନିମନ୍ତେ ଯିବା। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଦ୍ୱିତୀୟ ପଏଣ୍ଟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ ବା ଦ୍ୱିତୀୟ ବିଷୟ, କାହିଁକି ଲୋକମାନଙ୍କୁ ଭ୍ରାନ୍ତ କରୁଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ଆଉ ଗୋଟିଏ ବିଷୟ ହେଲା, ଯେଉଁମାନେ ବାଇବଲ କ୍ଲାସ୍ କରନ୍ତି, ବାଇବଲ କ୍ଲାସ୍ ସରିଲା ପରେ ସେମାନେ ମଣ୍ଡଳୀ ରୋପଣ କରିବା ପାଇଁ ଚେଷ୍ଟା କରନ୍ତି। ଯଦି ସେମାନଙ୍କର ଦ୍ୱାରା ଯଦି ମଣ୍ଡଳୀ ରୋପଣ ଯଦି ନ ହୁଏ, ତାହେଲେ ଯେଉଁମାନେ ପ୍ରଥମରୁ ପ୍ରଭୁଙ୍କର ପ୍ରିୟ ଦାସମାନେ ମଣ୍ଡଳୀ ରୋପଣ କରିଛନ୍ତି, ସେହି ମଣ୍ଡଳୀକୁ ଦୁଇ ଭାଗ କରିବା ପାଇଁ ଟାର୍ଗେଟ୍ କରନ୍ତି। ଆପଣମାନେ ବୁଝିବା ଦରକାର, ପ୍ରଭୁଙ୍କର ପ୍ରିୟ ଲୋକମାନେ, ବାଇବଲ କ୍ଲାସ୍ ସରିଲା ପରେ ସେମାନଙ୍କର ଦ୍ୱାରା ଯଦି ମଣ୍ଡଳୀ ରୋପଣ ଯଦି ହେଉନାହିଁ, ତାହେଲେ ଯେଉଁ ଜାଗାରେ ପ୍ରଭୁଙ୍କର ପ୍ରିୟ ଦାସମାନେ ଆଗରୁ ମଣ୍ଡଳୀ ରୋପଣ କରିଛନ୍ତି, ସେହି ମଣ୍ଡଳୀକୁ ଦୁଇ ଭାଗ କରିବା ପାଇଁ ଟାର୍ଗେଟ୍ କରନ୍ତି। ଏବଂ ସେତେବେଳେ ସେହି ମଣ୍ଡଳୀକୁ ଦୁଇ ଭାଗ କରନ୍ତି, ତାହେଲେ ସେହି ଲୋକମାନଙ୍କୁ ସାଙ୍ଗେ ସାଙ୍ଗେ ବାପ୍ତିସ୍ମ ଦିଅନ୍ତି ବା ଡୁବନ ଦିଅନ୍ତି, କାଳେ ସେପରି ଆଉ ପୁନର୍ବାର ସେ ଜାଗାକୁ ନଯାଏ, ବା ଆଉ ସେ ଜାଗାକୁ ନଯାଏ। ଏମିତି ପ୍ରଭୁଙ୍କର ପ୍ରିୟ ଦାସମାନେ ବହୁତ ଅଛନ୍ତି, ସାଙ୍ଗେ ସାଙ୍ଗେ ବାପ୍ତିସ୍ମ ଦିଅନ୍ତି। ଏବଂ ଲୋକମାନଙ୍କର ମଧ୍ୟ ଭୁଲ ଅଛି, ଏ ବିଷୟ ମଧ୍ୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁ ପ୍ରଭୁଙ୍କର ପ୍ରିୟ ଦାସମାନେ ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି, ଯେଉଁ ଜାଗାରେ ପ୍ରଭୁଙ୍କର ପ୍ରିୟ ଦାସମାନେ ଯାଇ ମଣ୍ଡଳୀ ରୋପଣ କରି ବାଇବଲରେ ଥିବା ପ୍ରଭୁଙ୍କର ଶିକ୍ଷା ଅନୁସାରେ ଶିକ୍ଷା ଦିଅନ୍ତି, ସେହି ଜାଗାକୁ ଯାଇ ମଣ୍ଡଳୀକୁ ଦୁଇ ଭାଗ କରନ୍ତି, ସେହି ପ୍ରଭୁଙ୍କର ପ୍ରିୟ ଦାସମାନଙ୍କୁ ଆମେ କ'ଣ ବୋଲି କହିବା? ଭଣ୍ଡ ପାଳକ ନା ଭଣ୍ଡ ଶିକ୍ଷକ ବୋଲି କହିବା? ଯେଉଁମାନେ ଭ୍ରାନ୍ତ କରୁଛନ୍ତି ସେମାନଙ୍କୁ ଆମେ କ'ଣ ବୋଲି କହିବା? ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ନିଜେ ନିଜେ ଭାବନ୍ତୁ, କେମିତି ଲୋକମାନେ ଭ୍ରାନ୍ତ କରୁଅଛନ୍ତି ଏବଂ ଲୋକମାନେ ମଧ୍ୟ ଭ୍ରାନ୍ତ ହେଉଅଛନ୍ତି। ଏବଂ ଆଉ ଗୋଟିଏ ବିଷୟ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଆପଣମାନେ ଦେଖିଥିବେ, ଯେଉଁ ଜାଗାରେ ପ୍ରଭୁଙ୍କର ପ୍ରିୟ ଦାସ ମଣ୍ଡଳୀ ରୋପଣ କରି ଲୋକମାନଙ୍କୁ ପ୍ରଭୁଙ୍କ ପ୍ରତି ରାସ୍ତା ଦେଖାଉଅଛି, ସେହି ଜାଗାରେ ହିଁ ଆଉ ଗୋଟିଏ ପ୍ରଭୁଙ୍କର ପ୍ରିୟ ଦାସ ଆସି ସେହି ମଣ୍ଡଳୀକୁ ଦୁଇ ଭାଗ କରୁଅଛି।
ପ୍ରଭୁଙ୍କର ପ୍ରିୟ ଲୋକମାନେ ଏବଂ ଲୋକମାନେ ମଧ୍ୟ କାହିଁକି ଦୁଇ ଭାଗ ହୋଇ ସେଇ ଜାଗାକୁ ଯାଉଛନ୍ତି? କାରଣ ବର୍ତ୍ତମାନ ସମୟରେ ଲୋକମାନେ ଆଶ୍ଚର୍ଯ୍ୟ କର୍ମକୁ ଦେଖିକି ମଧ୍ୟ ଯାଉଛନ୍ତି। ସେଇ ଜାଗାକୁ ଗଲେ ମୁଁ ସୁସ୍ଥତା ପାଉଥିବି, ଯେକୌଣସି ସମସ୍ୟା ହେଲେ ମଧ୍ୟ ସେଇ ପ୍ରଭୁଙ୍କର ପ୍ରିୟ ଦାସ ମୋ ପାଇଁ ପ୍ରାର୍ଥନା କରୁଥିବେ। ଏହା ଲୋକମାନଙ୍କର ଚିନ୍ତାଧାରା। ଏବଂ ଏମିତି ମଧ୍ୟ ଅଛନ୍ତି ଅନ୍ୟ ଲୋକମାନଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରାଇବା ପାଇଁ ଦେବେ ନାହିଁ କି ମିଟିଂ ଯିବା ପାଇଁ ମଧ୍ୟ ଦେବେ ନାହିଁ। ଏମିତି ଲୋକମାନେ ମଧ୍ୟ ଅଛନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେମାନେ ବାଇବଲରେ ଦେଖିବା ନିମନ୍ତେ ଯିବା। ଏହି ସମୟରେ ଯଦି ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ, ପାଷ୍ଟର ଆଜ୍ଞାମାନେ ଯଦି ଦେଖୁଅଛ ଏବଂ ମଣ୍ଡଳୀର ଖ୍ରୀଷ୍ଟୀୟ ବିଶ୍ୱାସୀ ବିଶ୍ୱାସିନୀମାନେ, ଆପଣମାନେ ଯଦି ବର୍ତ୍ତମାନ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଅଛ, ତାହେଲେ ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ ଆସନ୍ତୁ, ବାଇବଲରେ ଲେଖାଯାଇଥିବା ପଦପର୍ବ ଅନୁସାରେ ଆପଣ ସମସ୍ତଙ୍କୁ କହିବା ପାଇଁ ଚାହେଁ। ରୋମିଓ ପୁସ୍ତକ ତାର 15 ପର୍ବ ତାର 20 ପଦ। এই জায়গায় লেখা আছে, প্রভুঙ্কর প্রিয় দাস পাউল রোমরে থিবা সমস্ত সাধুঙ্ক নিকটକୁ লেখুଅଛନ୍ତି। এই জায়গায় লেখা আছে 19 এবং 20 ଦେଖିବା। 15 ତାର 19 ପର୍ବ ତାର 20 ପଦ। 19 ଏବଂ 20 ପଦ। ଏହି ପ୍ରକାର ଜେରୁସାଲେମ ଠାରୁ ଇଲୁରିକ ପର୍ଯ୍ୟନ୍ତ ଚତୁର୍ଦିଗରେ ମୁଁ ଖ୍ରୀଷ୍ଟଙ୍କ ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାର କରିଅଛି। ପ୍ରଭୁଙ୍କର ପ୍ରିୟ ଦାସ ପାଉଲ କହୁଛନ୍ତି, ଜେରୁସାଲେମ ଠାରୁ ଇଲୁରିକ ପର୍ଯ୍ୟନ୍ତ ଚତୁର୍ଦିଗରେ ମୁଁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିଅଛି। ଏବଂ 20 ପଦରେ ଲେଖାଯାଏ, ହଁ ସେପରି ମୁଁ ଅନ୍ୟ ଲୋକର ମୂଳଦୁଆ ଉପରେ ନ ଗଡ଼େ, ଏଥି ନିମନ୍ତେ ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇନାହିଁ, ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ଜାଗାରେ ଖ୍ରୀଷ୍ଟୀୟ ଲୋକମାନେ ଅଛନ୍ତି, ସେଇ ଜାଗାର ଲୋକମାନଙ୍କୁ ହିଁ ଭ୍ରାନ୍ତ କରି ଆଉ ଥରେ ସେମାନେ ଖ୍ରୀଷ୍ଟିଆନ କରୁଛନ୍ତି। ଏବଂ ଯେଉଁମାନେ ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି, ସେମାନେ এই ବାଇବଲରେ ମ୍ୟାଚ୍ କରୁନାହାନ୍ତି। এই ଜାଗାରେ ତ ଲେଖାଯାଏ, ଯେଉଁ ଜାଗାରେ ଯୀଶୁ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇନାହିଁ, ସେଇ ଜାଗାକୁ ଆମେମାନେ ଯାଇ ଯୀଶୁଙ୍କର ସୁସମାଚାର ପ୍ରଚାର କରିବା ଦରକାର। ପ୍ରଭୁଙ୍କର ପ୍ରିୟ ଦାସମାନେ, ଯେଉଁମାନେ ଏହି ପ୍ରକାର ମଣ୍ଡଳୀକୁ ଦୁଇ ଭାଗ କରୁଅଛ, ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣମାନେ କ'ଣ ଭଣ୍ଡ ଭାବବାଦୀ ନା ଭଣ୍ଡ ପ୍ରେରିତ ନା ଭଣ୍ଡ ପାଳକମାନେ? ଆପଣମାନେ ସେ ମଣ୍ଡଳୀକୁ ଆପଣମାନେ ଦୁଇ ଭାଗ କରୁଛନ୍ତି ଏବଂ ନିଜ ପଟେ ଆପଣମାନେ ଆକର୍ଷଣ କରୁଛନ୍ତି। କିନ୍ତୁ ପ୍ରଭୁଙ୍କର ଦାସମାନଙ୍କର କାମ କ'ଣ? ଲୋକମାନଙ୍କୁ ସଠିକ୍ ଶିକ୍ଷା ଦେଇ ପ୍ରଭୁଙ୍କ ପଟେ ରାସ୍ତା ଦେଖାଇବା ସେମାନଙ୍କର କାମ। କିନ୍ତୁ ବର୍ତ୍ତମାନ ସମୟରେ ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି। ଏହା ହେଉଛି ଭଣ୍ଡ ପାଳକମାନଙ୍କର କାମ। ମଣ୍ଡଳୀକୁ ଦୁଇ ଭାଗ କରିବା ଭଣ୍ଡ ପାଳକମାନଙ୍କର କାମ। କିନ୍ତୁ ଏହି ଜାଗାରେ ପ୍ରଭୁଙ୍କର ପ୍ରିୟ ଦାସ କହୁଛନ୍ତି, ଯେଉଁ ଜାଗାରେ ଯୀଶୁଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇନାହିଁ, ସେଇ ଜାଗାକୁ ମୁଁ ଲକ୍ଷ୍ୟ କରି ଆସିଅଛି। କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ଜାଗାରେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଅଛନ୍ତି, ସେଇ ଲୋକମାନଙ୍କୁ ଭ୍ରାନ୍ତ କରୁଛନ୍ତି, ଦୁଇ ଭାଗ କରୁଛନ୍ତି। ଆପଣମାନେ ଯଦି ଦୁଇ ଭାଗ କରୁଛନ୍ତି, ତାହେଲେ ଆପଣମାନେ ଭଣ୍ଡ ପାଳକମାନେ। କାରଣ এই ଜାଗାରେ ଲେଖାଯାଏ, ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି। ଅନ୍ୟ ଲୋକର ମୂଳଦୁଆ ଅର୍ଥାତ୍ ଅନ୍ୟ ଲୋକର ଫାଉଣ୍ଡେସନ୍ ଉପରେ ଯେପରି ମୁଁ ଘର ନ ବାନ୍ଧେ, ଅନ୍ୟ ଲୋକର ମଣ୍ଡଳୀରେ ଯେପରି ମୁଁ ଟାର୍ଗେଟ୍ ନ କରେ, ଅନ୍ୟ ଲୋକର ମଣ୍ଡଳୀ ଅର୍ଥାତ୍ ପ୍ରଭୁଙ୍କର ମଣ୍ଡଳୀ, କିନ୍ତୁ ଯେଉଁମାନେ ପ୍ରଭୁଙ୍କର ପ୍ରିୟ ଦାସମାନେ ମଣ୍ଡଳୀ ରୋପଣ କରି ସେଇ ଲୋକମାନଙ୍କୁ ପ୍ରଭୁଙ୍କ ପଟେ ରାସ୍ତା ଦେଖାଉଥାନ୍ତି, ସେଇ ଲୋକମାନଙ୍କୁ ଭ୍ରାନ୍ତ ନ କରିବି। সেই প্রকার ଲୋକମାନଙ୍କୁ ମୁଁ ସୁସମାଚାର ନ ଶୁଣାଇବି ନାହିଁ। সেই ପ୍ରକାର ଲୋକମାନଙ୍କ ପାଖରେ ଯିବି ନାହିଁ, କାରଣ ସେଇ ଜାଗାରେ ପ୍ରଭୁଙ୍କର ପ୍ରିୟ ଦାସମାନେ ସୁସମାଚାର ଦେଉଛନ୍ତି। ମୁଁ ଯେଉଁ ଜାଗାରେ ଯିବି, ଯେଉଁ ଜାଗାରେ କି ଲୋକମାନଙ୍କ ପାଖରେ ସୁସମାଚାର ପହଞ୍ଚି ନାହିଁ, ପ୍ରଭୁଙ୍କୁ ଜାଣିନାହାନ୍ତି, ସେହିପରି ଜାଗାକୁ ମୁଁ ଲକ୍ଷ୍ୟ କରି ଆସିଅଛି। ଏହି ପ୍ରକାର ପ୍ରଭୁଙ୍କର ପ୍ରିୟ ଦାସ କହୁଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ
ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ଦେଖୁଥିବେ ଅନେକ ଜାଗାମାନଙ୍କରେ ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି। କେମିତି ଲୋକମାନେ ଅଧିକ ଭାବରେ ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି ଆଉ ଥରେ କହିବା ପାଇଁ ଚାହେଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ବାଇବଲ କ୍ଲାସ୍ କଲା ପରେ ସେମାନଙ୍କର ଦ୍ୱାରା ଯଦି ମଣ୍ଡଳୀ ରୋପଣ ହେଉନାହିଁ ତାହେଲେ ଯେଉଁ ଜାଗାରେ ପ୍ରଭୁଙ୍କର ପ୍ରିୟ ଦାସମାନେ ମଣ୍ଡଳୀ ରୋପଣ ଆଗରୁ କରୁଛନ୍ତି ସେ ମଣ୍ଡଳୀକୁ ସେମାନେ ଦୁଇ ଭାଗ କରିବା ପାଇଁ ଚେଷ୍ଟା କରନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ବୁଝିବା ଦରକାର ଏବଂ ଲୋକମାନଙ୍କର ମଧ୍ୟ ଭୁଲ ଅଛି। ଆପଣମାନେ ଏ ବିଷୟ ମଧ୍ୟ ଜାଣିବା ଦରକାର କାହିଁକି ଲୋକମାନଙ୍କର ଭୁଲ ଅଛି ତାହା ମଧ୍ୟ ଜାଣିବା ନିମନ୍ତେ ଯିବା। ଦ୍ୱିତୀୟ ତିମୋଥୀ ତାର 4 ପର୍ବ ତାର 3 ଏବଂ 4 ପଦ ଦେଖିବା ନିମନ୍ତେ ଯିବା। এই ଜାଗାରେ ଲେଖା ଯାଏ କାରଣ ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ମାତ୍ର ଶ୍ରୁତି ମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷା ଅନୁସାରେ ଆପଣମାନଙ୍କ ନିମନ୍ତେ ବହୁତ ସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ, ପୁଣି ସତ୍ୟ ବାକ୍ୟରେ କର୍ଣ୍ଣନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ। ଏହା ହେଉଛି ଲୋକମାନଙ୍କର ଭୁଲ। କାରଣ ଲୋକମାନେ ଭାବନ୍ତି ଯେ ମୋର ନିଜର ଇଚ୍ଛା ଅନୁସାରେ ଶିକ୍ଷକକୁ ସଂଗ୍ରହ କରିବି, କାରଣ ମୋର କାନକୁ ସୁନ୍ଦର ଲାଗିଲା ଭଳି ମଧୁର ଲାଗିଲା ଭଳି ଯେଉଁମାନେ ଏଇ ଜଗତର କଥା କହନ୍ତି, ଗୋଟିଏ ପଦପର୍ବ କହନ୍ତି ଏବଂ ଅନେକ ବିଷୟ କହନ୍ତି, ପ୍ରଭୁଙ୍କର ପ୍ରିୟ ଲୋକମାନେ ଏହି ପ୍ରକାର ଲୋକମାନଙ୍କୁ ସଂଗ୍ରହ କରିବେ। ସେମାନଙ୍କର ନିଜର ଇଚ୍ଛା ଅନୁସାରେ ଶିକ୍ଷକକୁ ସଂଗ୍ରହ କରିବେ ଏବଂ ସତ୍ୟ ବାକ୍ୟରେ କର୍ଣ୍ଣନ କଳ୍ପିତ କାହାଣୀ ପ୍ରତି ମନ ଦେବେ। କାରଣ এই ଜାଗାରେ ଲେଖାଯାଏ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ଅର୍ଥାତ୍ ସଠିକ୍ ଶିକ୍ଷା ସହିପାରିବେ ନାହିଁ, ସମ୍ଭାଳି ପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ପ୍ରଭୁଙ୍କର ପ୍ରିୟ ଦାସମାନେ 100ରୁ 90% ହିଁ ପ୍ରଭୁଙ୍କର ପ୍ରିୟ ଦାସମାନେ ପାପକୁ ପାପ ଭଲକୁ ଭଲ, ପାପରୁ ଫେର ନଚେତ୍ ମରିବ এই ପ୍ରକାର ଶିକ୍ଷା ଦେଉଛନ୍ତି, କିନ୍ତୁ 90% ଦେଉନାହାନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ এই ଜାଗାରେ ଲୋକମାନଙ୍କର ମଧ୍ୟ ଭୁଲ ଅଛି। ମଣ୍ଡଳୀ ଦୁଇ ଭାଗ ହେବାରେ ଲୋକମାନଙ୍କର ମଧ୍ୟ ଭୁଲ ଅଛି। ଆପଣମାନେ ଜାଣିଥିବେ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆଶ୍ଚର୍ଯ୍ୟ ଦେଖିକି ମଧ୍ୟ ମଣ୍ଡଳୀ ଛାଡ଼ିକି ଯାଆନ୍ତି ବା ଚର୍ଚ୍ଚ ଛାଡ଼ିକି ଯାଆନ୍ତି। ଏବଂ ଆଉ ଗୋଟେ ବିଷୟ, ସେମାନଙ୍କୁ ସୁନ୍ଦର ଯଦି ଲାଗେ ତାହେଲେ ସେମାନେ ମଧ୍ୟ ଅନ୍ୟ ଜାଗାକୁ ଯାଆନ୍ତି। ଏବଂ ଆଉ ଗୋଟିଏ ବିଷୟ, ପ୍ରଭୁଙ୍କର ପ୍ରିୟ ଲୋକମାନେ ଯେଉଁମାନେ ତିମୋଥୀ କ୍ଲାସ୍ କରିଛନ୍ତି ଆପଣମାନେ ଜାଣିଥିବେ ଏବଂ ଯେଉଁମାନେ ତିମୋଥୀ କ୍ଲାସ୍ କରିନାହାନ୍ତି ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ ତିମୋଥୀ କ୍ଲାସ୍ରେ ଲୋକମାନଙ୍କୁ କେମିତି ଅଣାଯାଏ, ଲୋକମାନେ କେମିତି କଲେ ଆସିବେ ପ୍ରଭୁଙ୍କ ପାଖରେ, କେମିତି କଲେ ଆମେମାନେ ମଣ୍ଡଳୀ ରୋପଣ କରିବା, କେମିତି କଲେ ସେଇ ଲୋକମାନଙ୍କୁ ଏକତ୍ରିତ କରିବା, ପ୍ରଭୁଙ୍କ ପ୍ରତି କେମିତି ଆଣିବା, ଏଇସବୁ ବିଷୟ ତିମୋଥୀ କ୍ଲାସ୍ରେ ଶିଖାଯାଏ। କିନ୍ତୁ ଏମିତି ଲୋକମାନେ ଅଛନ୍ତି ତିମୋଥୀ କ୍ଲାସ୍ ଶିଖିଲା ପରେ ଏମିତି ଲୋକମାନେ ମଧ୍ୟ ଅଛନ୍ତି ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି ସେଇ ଲୋକମାନେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ଜାଣିଥିବେ ମଣ୍ଡଳୀ ଦୁଇ ଭାଗ କରିବାରେ ପ୍ରଭୁଙ୍କର ପ୍ରିୟ ଦାସମାନଙ୍କର ମଧ୍ୟ ହାତ ଅଛି ଏବଂ ଲୋକମାନଙ୍କର ମଧ୍ୟ ଭୁଲ ଅଛି। ପ୍ରଭୁଙ୍କର ପ୍ରିୟ ଲୋକ କେମିତି ଭୁଲ ଅଛି, ବର୍ତ୍ତମାନ ସମୟରେ ଲୋକମାନେ ଯଦି ପରସ୍ପର ମଧ୍ୟରେ ଯଦି ଝଗଡ଼ା ହୁଅନ୍ତି ତାହେଲେ ସେଇ ଚର୍ଚ୍ଚକୁ ଛାଡ଼ିକି ଆଉ ଗୋଟିଏ ଚର୍ଚ୍ଚକୁ ଯାଆନ୍ତି। ଏ ପ୍ରକାର ଅନେକ ସମସ୍ୟା ଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ଜାଣିଥିବେ, ଆପଣମାନେ ନିଜର ସ୍ୱଚକ୍ଷୁରେ ମଧ୍ୟ ଦେଖୁଥିବେ ଲୋକମାନଙ୍କ ମଧ୍ୟରେ ଯଦି ଝଗଡ଼ା ହୁଏ ତାହେଲେ ଅନ୍ୟ ଜାଗାକୁ ମଧ୍ୟ ଚାଲିଯାଆନ୍ତି। ଏମିତି ମଧ୍ୟ ବର୍ତ୍ତମାନ ଚାଲିଛି। କିନ୍ତୁ ପ୍ରଥମ ପଏଣ୍ଟ ହେଲା ପ୍ରଭୁଙ୍କର ପ୍ରିୟ ଲୋକମାନେ ମଣ୍ଡଳୀକୁ ଦୁଇ ଭାଗ କରିବା ଲୋକମାନେ ସେମାନେ ଭଣ୍ଡ ପାଳକମାନେ ଏବଂ ଯେଉଁମାନେ ଲୋକମାନେ ମଧ୍ୟ ଯେଉଁମାନେ ମଣ୍ଡଳୀକୁ ଦୁଇ ଭାଗ କରିବା ପାଇଁ ସାହାଯ୍ୟ କରୁଛନ୍ତି ଯେ ଏଇ ଜାଗାର ଲୋକମାନଙ୍କୁ ଆସ ସେଇ ଜାଗାକୁ ଯିବା, ଆସ ଏଇ ଜାଗାରେ ଭଲ ଭାବରେ ଶିକ୍ଷା ଚାଲୁଛି, ଏମିତି ଚାଲୁଛି ସେମିତି ଚାଲୁଛି, এই ପ୍ରକାର କହି ଯେଉଁମାନେ ଭ୍ରାନ୍ତ କରିକି ନେଉଛନ୍ତି ସେମାନେ ପ୍ରଭୁଙ୍କ ପଟେ ରାସ୍ତା ଦେଇ ନିଜ ପଟେ ଆକର୍ଷଣ କରୁଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ ଯେଉଁ ଜାଗାରେ ବାଇବେଲ ଆଧାରିତ ଶିକ୍ଷା ଚାଲୁଛି ସେଇ ଜାଗାକୁ ଆପଣମାନେ ଯାଆନ୍ତୁ। ଆଶ୍ଚର୍ଯ୍ୟ ଦେଖିକି ଯାଆନ୍ତୁ ନାହିଁ, ଲୋକମାନେ ଯାଉଛନ୍ତି ବୋଲି ସେଇ ଚର୍ଚ୍ଚକୁ ଯାଆନ୍ତୁ ନାହିଁ।
ମୋତେ ସେଇ ଚର୍ଚ୍ଚକୁ ଗଲେ ଭଲ ଲାଗୁଛି ବୋଲି ସେଇ ଜାଗାକୁ ଯାଆନ୍ତୁ ନାହିଁ। ମୋର ପରିବାର ଯାଉଅଛି ସେଇ ଜାଗାକୁ ମୁଁ ମଧ୍ୟ ଯିବା ଦରକାର, ମୋର ବନ୍ଧୁବାନ୍ଧବ ଯାଉଛନ୍ତି ମୁଁ ମଧ୍ୟ ଯିବା ଦରକାର, ଏ ବିଷୟକୁ ଦେଖି ଆପଣମାନେ ଯାଆନ୍ତୁ ନାହିଁ। ଯେଉଁ ଜାଗାରେ ବାଇବଲ ଆଧାରିତ ସଠିକ୍ ଶିକ୍ଷା, ହିତଜନକ ଶିକ୍ଷା ଚାଲୁଅଛି ସେଇ ଜାଗାକୁ ଆପଣମାନେ ଯାଆନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ଐଶ୍ୱର୍ଯ୍ୟ ବାକ୍ୟ ଦ୍ୱାରା ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ। ଏବଂ ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ଏହି ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବର କରନ୍ତୁ। ଏବଂ ଆଉ ଗୋଟେ ବିଷୟ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କର ପ୍ରିୟ ଦାସ ନିରଞ୍ଜନ ତୁରୁକ ଆଜ୍ଞାଙ୍କର ମିଟିଂ ଯେଉଁ ଜାଗାରେ ହୁଏ ସେଇ ଜାଗାକୁ ଯାଇ ଆମ୍ଭେମାନେ ଭିଡ଼ିଓ ବନାଉ। କେତେଜଣ ଭାଇ ଆମ୍ଭେମାନେ ଅଛୁ, ଆମ୍ଭେମାନେ ଯାଇକି ଭିଡ଼ିଓ ବନାଉ ଆପଣମାନଙ୍କ ପାଇଁ, ଆପଣମାନେ ଯେପରି ଶୁଣିପାରିବେ, ବୁଝିପାରିବେ। ଏବଂ ବର୍ତ୍ତମାନ ସମୟରେ ଲକ୍ଷ୍ମୀପୁର ମଣ୍ଡଳୀରେ ପ୍ରଭୁଙ୍କର ପ୍ରିୟ ଦାସ ନିରଞ୍ଜନ ତୁରୁକ ଆଜ୍ଞାଙ୍କର ଆଜି ହେଉଛି ଲାଷ୍ଟ ମେସେଜ୍। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଗ୍ରତ ହୁଅନ୍ତୁ, କାରଣ ବର୍ତ୍ତମାନ ସମୟରେ ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି ଏବଂ ଲୋକମାନେ ମଧ୍ୟ ଭ୍ରାନ୍ତ ହେଉଛନ୍ତି। କାରଣ ବାଇବଲରେ ଲେଖା ଅଛି, ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ ହେବେ, କାରଣ ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହେଉଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏ ଛୋଟିଆ ବାକ୍ୟ ଦ୍ୱାରା ପ୍ରଭୁ ଆଶୀର୍ବାଦ କରନ୍ତୁ।